सदा प्रभु परमेश्वर नाम धन्य हेउ। आंभमानकर मुक्तिदाता प्रभु जीशु ख्रीष्टଙ୍କ नामରେ ଆପଣମାନଙ୍କୁ ଏହି ଶୁଭ ଶୁକ୍ରବାର ଦିବସରେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଏ। ଆଜି ସାରା ଜଗତ ଯୀଶୁ ଖ୍ରୀଷ୍ଟ କ୍ରୁଶାର୍ପିତ ହେବା ଦିବସକୁ ଆମେ ପାଳନ କରୁଛୁ। ଏହାକୁ ଆମେ ଶୁଭ ଶୁକ୍ରବାର ବା ପୁଣ୍ୟ ଶୁକ୍ରବାର ବୋଲି ମଧ୍ୟ ଆମେ କହୁଛୁ। କେତେକ ବିଶ୍ୱାସୀମାନେ କେତେକ ମଣ୍ଡଳୀ ଏହା ପାଳନ କରୁନାହାନ୍ତି। ହେଲେ ସେମାନେ ପଚାରନ୍ତି ଆଜି ଶୁଭ ଶୁକ୍ରବାର, ଆଜି ଗୁଡ୍ ଫ୍ରାଇଡେ ବୋଲି କିଏ କହିଲେ? ବାଇବଲରେ ଏପରି ଲେଖା ହେଇଛି କି ଯୀଶୁ ଏହି ତାରିଖରେ ମୃତ୍ୟୁଭୋଗ କଲେ ବୋଲି ତୁମେ ଜାଣିଛ କି? ତୁମେ କେମିତି ଜାଣିଲ ବୋଲି ଅନେକ ପ୍ରଶ୍ନ ପଚାରନ୍ତି। ଏପରି ଯେଉଁମାନେ ପଚାରନ୍ତି ସେମାନଙ୍କ ନିମନ୍ତେ ଗୋଟେ ପଦ ଆମେ ପଢ଼ିବା, ରୋମିଓ 14 ପର୍ବ 5 ପଦ। ଜଣେ ଲୋକ ଏକ ଦିନ ଅପେକ୍ଷା ଅନ୍ୟ ଦିନକୁ ଅଧିକ ମାନ୍ୟ କରେ, ଆଉ ଜଣେ ସବୁ ଦିନକୁ ସମାନ ରୂପେ ମାନ୍ୟ କରେ। ପ୍ରତ୍ୟେକ ଲୋକ ଆପଣା ମନରେ ସ୍ଥିର ବୋଧ କରୁ ଯେ ବିଶେଷ ଦିନ ମାନେ ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ମାନେ। ଜଣେ ଏକ ଦିନ ଅପେକ୍ଷା ଅନ୍ୟ ଦିନକୁ ବିଶେଷ ବୋଲି ମାନ୍ୟ କରେ, ଆଉ ଜଣେ ସବୁ ଦିନକୁ ସମାନ ବୋଲି ମାନନ୍ତି। ଯେଉଁ ଲୋକ ବିଶେଷ ଦିନ ମାନେ ସେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତାହା କରେ। ହେଲେ ଆମେମାନେ ଆଜି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏହି ଗୁଡ୍ ଫ୍ରାଇଡେ ଆମେ ପାଳନ କରୁଛୁ। ଯେ ପାଳନ କରେ ସେ ପାଳନ ନ କରିବା ଲୋକକୁ ତୁଚ୍ଛ ନ କରୁ। ଠିକ୍ ସେପରି ଯେ ପାଳନ କରେ ନାହିଁ ସେ ପାଳନ କରିବା ଲୋକକୁ ବିଚାର ନ କରୁ। କାରଣ ସଦାପ୍ରଭୁ ସମସ୍ତଙ୍କୁ ଗ୍ରହଣ କରିଛନ୍ତି। ଆମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ ହୋଇଛୁ। କେବଳ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ରକ୍ତ ଦ୍ୱାରା ସମସ୍ତେ ତାଙ୍କର ସନ୍ତାନ ହୋଇଛୁ। ସେଥିପାଇଁ ଆମ୍ଭମାନଙ୍କ ମଧ୍ୟରେ କିଛି ଭେଦ ନାହିଁ। ଯଦି ଆପଣଙ୍କର ଇଚ୍ଛା ଥିଲେ ପାଳନ କରନ୍ତୁ, ଯଦି ଇଚ୍ଛା ନଥିଲେ ଆପଣ ପାଳନ ନ କରନ୍ତୁ। ହେଲେ ଆମେ ସମସ୍ତେ ଏହି ବିଷୟକୁ ବିଶ୍ୱାସ କରୁଛୁ। ଯୀଶୁ ଏହି ଜଗତକୁ ଆସିଲେ ଆମ୍ଭମାନଙ୍କର ପାପ ନିମନ୍ତେ ସେ କଲବରୀ କ୍ରୁଶରେ ମୃତ୍ୟୁଭୋଗ କଲେ। ଏହି ବିଷୟକୁ, ଏହି ସୁସମାଚାରକୁ ଆମମାନେ ବିଶ୍ୱାସ କରୁଛୁ। ସମସ୍ତ ଖ୍ରୀଷ୍ଟିଆନ ବିଶ୍ୱାସ କରୁଛୁ। ଯଦି ଜଣେ ଏହି ସୁସମାଚାର ବିଶ୍ୱାସ କରିନାହିଁ ହେଲେ ସେ ପ୍ରକୃତ ଖ୍ରୀଷ୍ଟିଆନ ନାହିଁ। ଯୀଶୁ ମୋ ପାଇଁ କ୍ରୁଶାର୍ପିତ ହେଲେ, ଯୀଶୁ ମୋ ପାଇଁ ବଳିକୃତ ହେଲେ ବୋଲି ସେହି ବିଷୟକୁ ଆମେ ବିଶ୍ୱାସ କରୁଛୁ। ଆଜି ଆସନ୍ତୁ ଆମେ ଈଶ୍ୱରଙ୍କ ବାକ୍ୟରୁ କିଛି ସମୟ ଅଧ୍ୟୟନ କରିବା ଯେ ଯୀଶୁ ତାଙ୍କ ମୃତ୍ୟୁ ପୂର୍ବେ ଏହି ଜଗତରେ ଥିବା ସମୟରେ ତାଙ୍କ ମୃତ୍ୟୁକୁ କିପରି ଦେଖିଲେ, ଯୀଶୁ କିପରି ତାଙ୍କ ମୃତ୍ୟୁକୁ ବିବେଚନା କଲେ, ତାହା ଆମେ ବାକ୍ୟରୁ ପଢ଼ିବା। ଯୋହନ ଲିଖିତ ସୁସମାଚାର 12 ଅଧ୍ୟାୟ 20 ପଦରୁ ଆମେ ପଢ଼ିଲେ ଏହି ବିଷୟକୁ ଜାଣିହେବ। ସେହି ସମୟ ଯିହୁଦୀମାନଙ୍କର ନିସ୍ତାର ପର୍ବ ପାଳନ କରିବାର ସମୟ ଥିଲା। ଯୋହନ 12:20ରେ ଏପରି ଲେଖା ହେଇଛି, ପର୍ବ ସମୟରେ ଉପାସନା କରିବା ନିମନ୍ତେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେକ ଗ୍ରୀକ୍ ଲୋକ ଥିଲେ। ହେଲେ ସମସ୍ତ ଯିହୁଦୀମାନେ ଜେରୁସାଲେମକୁ ଆସିଥିଲେ। ସେହି ଯାତ୍ରୀମାନଙ୍କ ମଧ୍ୟରେ କେତେକ ଗ୍ରୀକ୍ ଲୋକ ମଧ୍ୟ ଥିଲେ। ସେମାନେ ମଧ୍ୟ ଈଶ୍ୱରଙ୍କର ଉପାସନା କରିବା ପାଇଁ ଜେରୁସାଲେମକୁ ଆସିଥିଲେ। ସେମାନେ ଯୀଶୁଙ୍କର ଜଣେ ଶିଷ୍ୟ ଫିଲିପଙ୍କ ନିକଟକୁ ଯାଇ କହିଲେ, ଯୀଶୁଙ୍କୁ ଦର୍ଶନ କରିବା ପାଇଁ ଆମେ ଇଚ୍ଛା କରୁଛୁ ବୋଲି ସେମାନେ ତାଙ୍କୁ କହିଲେ। ହେଲେ ଫିଲିପ ଯାଇ ଆନ୍ଦ୍ରିୟଙ୍କୁ ଏହି ବିଷୟ କହିଲେ। ତାପରେ ଏହି ଦୁଇ ଜଣ ସେମାନଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ହେଲେ ଯୀଶୁ ସେମାନଙ୍କୁ ଏପରି ଉତ୍ତର ଦେଲେ। 23 ପଦ ପଢ଼ିବା। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମନୁଷ୍ୟ ପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ। ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଗହମ ବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ ତାହା ହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ ତାହା ହେଲେ ବହୁତ ଫଳ ଫଳେ। ଯୀଶୁଙ୍କର ଶିଷ୍ୟମାନେ କ'ଣ ଭାବିଥିବେ? ଆମେମାନେ ଗ୍ରୀକ୍ ଲୋକଙ୍କୁ ଯୀଶୁଙ୍କ ନିକଟକୁ ଆଣିଛୁ। ଗ୍ରୀକ୍ ଲୋକମାନେ ଜ୍ଞାନ ଖୋଜନ୍ତି। ସେମାନେ ଜ୍ଞାନ ପାଇବାକୁ ଇଚ୍ଛୁକ ଅଟନ୍ତି। ଗ୍ରୀକ୍ ଲୋକ ଜ୍ଞାନ ଖୋଜିବେ। ଯୀଶୁ ସେମାନଙ୍କୁ ଉତ୍ତମ ଶିକ୍ଷା କିଛି ଦେବେ। ଯୀଶୁ ସେମାନଙ୍କ ସାମ୍ନାରେ କିଛି ଆଶ୍ଚର୍ଯ୍ୟ କର୍ମ କରିବେ, ତାଙ୍କର ମହିମା ପ୍ରକାଶ କରିବେ ବୋଲି ସେମାନେ ଭାବିଥିବେ। କିନ୍ତୁ ଏଠାରେ ଯୀଶୁ ସେମାନଙ୍କୁ କ'ଣ ଉତ୍ତର ଦେଉଛନ୍ତି? ମନୁଷ୍ୟ ପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ। ମନୁଷ୍ୟ ପୁତ୍ର ମାନେ ଯୀଶୁ ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ। ହେଲେ ଯୀଶୁ
जो समय को एपरि कहउचंती तांकर मृत्यु विषय रे मृत्यु हेबा सही समय को जीसु एपरि कहउचंती कारण 24 पदरे जीसु तांकर मृत्यु विषय रे ही कहउचंती। जीसु ता पूर्व रे अनेक आश्चर्य कर्म करिथिले, रोगी मानक सुस्थ करिथिले, जे माने मृत्यु होइथिले से मानक उठाइले। एई समय रे मनुष्य पुत्र महिमानित होउचंती बोली जीसु कहिले नै, किंतु एबे से कोन कहउचंती मनुष्य पुत्र महिमानित हेबा निमंते समय उपस्थित। जीसु आ केते दिन रे मृत्यु हेबाक जाउचंती ताहा से जानिथिले। सही विषय को मने रखी जीसु एपर कहउचंती मनुष्य पुत्र महिमानित हेबा निमंते समय उपस्थित। हेले जीसु तांकर मृत्यु को केमती किपरि देखिले जे ताहा महिमानित हेबा समय बोली जीसु देखिले। कारण जीसु एही जगत रे जेउन जेउन कार्य सब करथिले ताहा द्वारा नहीं, एबे क्रूसरे से जेउन कार्य करिबाक जाउचंती सही कार्य द्वारा एही मनुष्य एही मानव जाति उद्धार पाइबे। तांकर पिता जेउ उद्देश्य नहीं एही जगत को प्रेरण करिथिले सही कार्य से साधन करिबाक जाउचंती ताहा द्वारा एही जगत को ईश्वरଙ୍କ निकटरे आउ थरे से संयुक्त करिबे। सदा प्रभुଙ୍କ सहित एही जगत सम्मिलित हेबो। एही विषय को से मने रखी कहउचंती मनुष्य पुत्र महिमानित हेबा निमंते समय उपस्थित। एले जीसु मो मृत्यु हेबा निमंते समय उपस्थित बोली कहि नै, मो क्रूस रे चढ़ा जाइथिबा निमंते समय उपस्थित बोली जीसु कहिले नै। तांकर मृत्यु और पुनरुत्थान को जीसु एपरि कहउचंती महिमानित हेबा समय। कारण एही कार्य साधन करी से पिता परमेश्वरଙ୍କ निकट को फेरी जिबे। से एकला जिबे नहीं, अनेक लोक एही क्रूसीय मृत्यु द्वारा पिता परमेश्वरଙ୍କର संतान हेबे। सही विषय को जीसु विवेचना करी एपरि कहउचंती। 24 पदरे जीसु कहउचंती सत्य सत्य मो तुम मानक कहउछि। हेले जीसुଙ୍କର मुखरु गुटे वाक्य आसिले ताहा सत्य। से केबे मिछ कहिबे नै, तांकर वाक्य सब सत्य अटे। किंतु से कहउचंती सत्य सत्य मो तुम मानक कहउछि। गहम बीज जदि मृत्तिकारे पड़ी न मरे ताहा हेले ताहा एकमात्र थाए, किंतु जदि मरे ताहा हेले बहुत फल फले। जीसु केवल गोटे गहम बीज विषय रे एठी कहउनांती, आपनार जीवन विषय रे एही कथा कहउचंती। बाइबल रे जदि आमे पढ़िले अनेक स्थान रे बीज बुणिबा और काटिबा एही विषय रे लेखा हैछि। नोहंक समय रे जल प्लावण सरला परे सदा प्रभु तांक मने मने कहिले जे पर्यंत पृथ्वी थिबो से पर्यंत बुणा कटार समय रहिबो, ताहा केबे निवृत्ति हेबो नै बोली सदा प्रभु कहिले। सोइंग एंड रीपिंग बुणा जीवो आ कटा जीवो एही विषय सदा प्रभु ही निरूपण करिसंती। एही विषय रे बुणिबा और काटिबा विषय रे अनेक पद गुडाक अछि। आमे माने जानिछु जे अल्प बुणे से मध्य अल्प काटिबो, आउ जे प्रचुर बुणे से मध्य प्रचुर काटिबो। मनुष्य जहा बुणे ताहा ही काटिबो। आमे जहा बुणिबो ताहा काटि पारिबो। जीसु एठारे कहउचंती आपनार जीवन को एही पृथ्वी रे एही जगत रे से बुणिबाक जाउचंती। जदि गहम बीज माटी रे पड़ी न मरे ताहा हेले ताहा एकमात्र थाए, ताहा एकमात्र थाए। जदि जीसु एही जगत रे जीवन न देई प्रभुଙ୍କ निकटक चली जिबे हेले ताहा द्वारा तांकर जीवन द्वारा किछि मध्य लाभ होई न थांता। जदि गहम बीज मरे ताहा हेले बहुत फल फलिबो। निज मृत्यु विषय रे जीसु एपरि सूचना कले। जीसु आपना मृत्यु को मो मृत्यु हेबाक जाउछि बोली कहिले नै, सदा प्रभु आपना अद्वितीय पुत्रंक आंभमानंक निमंते बुणिले। ताहा द्वारा से अधिक फल उत्पन्न करिसंती। जीसु ख्रीष्टंकर मृत्यु द्वारा आज आंभ माने आपण और मो तांकर संतान होई जाइछु। जीसु ख्रीष्टंकर सेही मृत्यु द्वारा जीसु आंभ मानक निमंते बुणा होइथिबा द्वारा आपण और मो ईश्वरंकर संतान होइछु। नहले आंभ माने ईश्वरंक सहित सम्मिलन हेबार कोनसी उपाय नथिला। जीसु तांकर मृत्यु द्वारा एही कार्य साधन करिसंती।
এই জগତରେ ଅନେକ କୋଟି ବିଶ୍ୱାସୀମାନେ ଥିଲେ, ଏବେ ଅଛନ୍ତି, ଆହୁରି ମଧ୍ୟ ଆଗାମୀ ଦିନମାନଙ୍କରେ ଅନେକ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ। ଏହି ସବୁ କେମିତି ପାଇଲେ? ଯୀଶୁ ଆପଣାର ଜୀବନ ଦେଲେ। ଗୋଟିଏ ଗହମ ବୀଜ ମଲେ ତାଠାରୁ ଅଧିକ ଫଳ ଫଳିବ। ଗୋଟିଏ ଗହମ ବୀଜ ଯଦି ମରେ ତାହା ହେଲେ ବହୁତ ଫଳ ଫଳେ। ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁର ଫଳ ହୋଇଛୁ ଆମେମାନେ। ହେଲେ ଯୀଶୁ ମୃତ୍ୟୁ ହେବା ପୂର୍ବରେ ତାଙ୍କ ମନରେ କିଛି ମଧ୍ୟ ସନ୍ଦେହ ନଥିଲା। ଆଜି ମୁଁ ମରିବାକୁ ଯାଉଛି, ହେଲେ ମୋର ମୃତ୍ୟୁ ଦ୍ୱାରା କେତେ ଲୋକମାନେ ଆସିବେ କି ନାହିଁ, ସମସ୍ତେ ଈଶ୍ୱରଙ୍କୁ ଗ୍ରହଣ କରିବେ କି ନାହିଁ ବୋଲି ଯୀଶୁ କିଛି ମଧ୍ୟ ସନ୍ଦେହ କଲେ ନାହିଁ। ସେ କହୁଛନ୍ତି ଏହି ଗହମ ବୀଜ ଯଦି ମରେ ତାହା ହେଲେ ବହୁତ ଫଳ ଫଳେ। ଆଜି ଆମ୍ଭମାନଙ୍କର ଜୀବନ ତାହାଙ୍କର ମୃତ୍ୟୁର ପ୍ରତିଫଳ ଅଟେ। ଆଜି ଆମ୍ଭମାନେ ଅନନ୍ତ ଜୀବନ ପାଇଛୁ, କାରଣ ଯୀଶୁ ଆମ୍ଭମାନଙ୍କ ନିମନ୍ତେ ମଲେ। ଆଉ ଜହନ 12:27 ପଦରେ ଯୀଶୁ କହୁଛନ୍ତି, ଏବେ ମୋହର ପ୍ରାଣ ଉଦ୍ବିଗ୍ନ ହୋଇଅଛି, ଆଉ ମୁଁ କ'ଣ କହିବି? ପିତା, ମୋତେ ଏହି ସମୟଠାରୁ ରକ୍ଷା କର। କିନ୍ତୁ ଏଥିସକାଶେ ତ ମୁଁ ଏହି ସମୟ ମଧ୍ୟକୁ ଆସିଅଛି। ପିତା, ଆପଣା ନାମ ମହିମାନିତ କର। ସେଥିରେ ଆକାଶରୁ ଏହି ବାଣୀ ହେଲା, ଆମ୍ଭେ ତାହା ମହିମାନିତ କରିଅଛୁ, ଆଉ ପୁନର୍ବାର ମହିମାନିତ କରିବୁ। ଯୀଶୁଙ୍କ ମନରେ ଟିକେ ଉଦ୍ବିଗ୍ନ ହେଉଛନ୍ତି। ସେ କହୁଛନ୍ତି, ପ୍ରଭୁ, ଏହି ସମୟଠାରୁ ମୋତେ ରକ୍ଷା କର ବୋଲି ମୁଁ ପ୍ରାର୍ଥନା କରିବି କି? ହେଲେ ନାଇଁ, ମୁଁ ଏହି ଉଦ୍ଦେଶ୍ୟ ସଫଳ କରିବା ପାଇଁ ଏହି ସମୟ ମଧ୍ୟରେ ଆସିଅଛି ବୋଲି ଯୀଶୁ କହିଲେ। ଯେଉଁ ସମୟରେ ଯୀଶୁ ଉଦ୍ବିଗ୍ନ ହୋଇଛନ୍ତି, ସେ ସମୟରେ ତାଙ୍କର ପ୍ରାର୍ଥନାର ଉତ୍ତର ସଦାପ୍ରଭୁ ଦିଅନ୍ତି। ପିତା, ତୁମର ନାମ ମହିମାନିତ କର ବୋଲି ଯୀଶୁ କହୁଛନ୍ତି। ସାଙ୍ଗେ ସାଙ୍ଗେ ପିତା ପରମେଶ୍ୱର ଉତ୍ତର ଦେଇଛନ୍ତି। ଆକାଶରୁ ବାଣୀ ହେଲା ଯେ ଆମ୍ଭେ ତାହା ମହିମାନିତ କରିଅଛୁ, ଆହୁରି ମଧ୍ୟ ମହିମାନିତ କରିବା। ହେଲେ ସଦାପ୍ରଭୁ ଆମ୍ଭମାନଙ୍କର ପ୍ରାର୍ଥନାର ଉତ୍ତର ଦିଅନ୍ତି। ଯୀଶୁଙ୍କର ମନର ଇଚ୍ଛା କ'ଣ ଥିଲା? ସବୁବେଳେ ସଦାପ୍ରଭୁଙ୍କର ନାମ ମହିମାନିତ ହେଉ। ମୋର ଜୀବନ ଦ୍ୱାରା ସେ ମହିମାନିତ ହୁଅନ୍ତୁ, ମୋର ମୃତ୍ୟୁ ଦ୍ୱାରା ମଧ୍ୟ ସଦାପ୍ରଭୁ ମହିମାନିତ ହେବେ। ହେଲେ ଆମ ଜୀବନରେ ମଧ୍ୟ ପିତାଙ୍କର ନାମ ମହିମାନିତ ହେବା ହିଁ ଆମ୍ଭମାନଙ୍କର ମନର ଇଚ୍ଛା, ବାଞ୍ଛା ହେବା ଆବଶ୍ୟକ। ଯେଉଁମାନେ ଯୀଶୁଙ୍କ ନିକଟରେ ଥିଲେ ସେମାନେ ଏହି ବାଣୀ ବୁଝିଲେ ନାହିଁ। ସେମାନେ ମେଘ ଗର୍ଜନ ବୋଲି କହିଲେ, କିନ୍ତୁ କେତେ ଲୋକମାନେ ଦୂତ ତାଙ୍କ ସହିତ କଥା ହେଲେ ବୋଲି କହୁଛନ୍ତି। ହେଲେ ଯୀଶୁଙ୍କୁ ସଦାପ୍ରଭୁ ଉତ୍ତର ଦେଲେ। 31 ପଦ ପଢ଼ିବା। ଏବେ ଏହି ଜଗତର ବିଚାର ଉପସ୍ଥିତ। ଏବେ ଏହି ଜଗତର ଅଧିପତିକୁ ବାହାରେ ପକାଯିବ। ଆଉ ମୁଁ ଯଦି ପୃଥିବୀରୁ ଉର୍ଦ୍ଧ୍ୱକୁ ଉତ୍ଥିତ ହେବି, ତାହା ହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି। ସେ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଛନ୍ତି ସେଥିର ସୂଚନା ଦେଇ ଏହା କହିଲେ। ଯୀଶୁ କହୁଛନ୍ତି, ଏବେ ଏହି ଜଗତର ବିଚାର ଉପସ୍ଥିତ, ମାନେ ଜଗତର ବିଚାର ସନ୍ନିକଟ ବୋଲି କହୁଛନ୍ତି। ଯେଉଁଦିନ ଯୀଶୁ କଲବରୀ କ୍ରୁଶରେ ମୃତ୍ୟୁଭୋଗ କଲେ, ସେହି ବିଚାର ଯୀଶୁଙ୍କ ପାଇଁ ନାହିଁ, ଆମ ସମସ୍ତଙ୍କର ଏହି ଜଗତର ବିଚାର, ସମସ୍ତଙ୍କର ଦଣ୍ଡାଜ୍ଞା ତାହାଙ୍କ ଉପରେ ଆସିଲା। ସେଥିପାଇଁ ଯୀଶୁ କହୁଛନ୍ତି ଜଗତର ବିଚାର ଏବେ ଉପସ୍ଥିତ। ଏବେ ଏହି ଜଗତର ଅଧିପତି ମାନେ ଶୟତାନ ବାହାରେ ପକାଯିବ। ଯୀଶୁ ଜାଣିଥିଲେ, ମୁଁ ଯେଉଁ ମୃତ୍ୟୁଭୋଗ କରିବି ତାହା ସାଧାରଣ ଗୋଟେ ମୃତ୍ୟୁ ନାହିଁ, ତାହା ଦ୍ୱାରା ଶତ୍ରୁ ଶୟତାନର ମସ୍ତକକୁ ମୁଁ ଆଘାତ କରିବାକୁ ଯାଉଅଛି। ସେଥିପାଇଁ ସେ କହୁଛନ୍ତି ଜଗତର ଅଧିପତି ବାହାରେ ପକାଯିବ। ଯୀଶୁ ଆପଣା ମୃତ୍ୟୁ ଦ୍ୱାରା ଶୟତାନକୁ ଜିତିଲେ। ଯୀଶୁ କହିଲେ, ମୁଁ ଯଦି ପୃଥିବୀରୁ ଉର୍ଦ୍ଧ୍ୱକୁ ଉତ୍ଥିତ ହେବି, ମାନେ ତାର ଅର୍ଥ କ'ଣ? ମୁଁ ଯଦି କ୍ରୁଶ କାଠରେ ଉଠାଯିବି, ସେ ସମୟରେ ସମସ୍ତଙ୍କୁ ମୋ ନିକଟକୁ ଆକର୍ଷଣ କରିବି। କାରଣ କ'ଣ? ଯେଉଁ ସମୟରେ ଯୀଶୁ କ୍ରୁଶରେ ଉଠାଯିବେ, ସେହି ସମୟରେ ସମସ୍ତଙ୍କର ଦଣ୍ଡ ସେ ନେବେ। ସମସ୍ତଙ୍କର ଦଣ୍ଡାଜ୍ଞା, ସମସ୍ତଙ୍କର ପାପର ଭାର ସବୁ ସେ ବହନ କରିବେ। ତାହା ସେ ବହନ କରି ସାରିଲା ପରେ ସମସ୍ତେ ଈଶ୍ୱରଙ୍କ ନିକଟକୁ ଆସିବେ, ଯୀଶୁଙ୍କୁ ବିଶ୍ୱାସ କରିବେ। ଆଜି ଯୀଶୁ ଆପଣଙ୍କ ମୋତେ ମଧ୍ୟ ତାଙ୍କର ମୃତ୍ୟୁ ଦ୍ୱାରା ଆକର୍ଷିତ କରିଛନ୍ତି। ଆମେ ଯୀଶୁଙ୍କର କଥା ଭଲ ଥିଲା, ଯୀଶୁଙ୍କର ଉପଦେଶ, ତାଙ୍କର ଶିକ୍ଷା ସବୁ ଭଲ ଥିଲା ବୋଲି ଆମେ ଯୀଶୁଙ୍କ ନିକଟକୁ ଆସିନାହିଁ।
आम्भे कहीं आज जीशुंक ठारे आसीचु से मो पाई मृत्यु भोग करिसंती तांकर मृत्यु ही जीशुंक निकटक आम्भे आकर्षण करियोछि। और मध्य पढ़िबा जीशु जो क्रूस काठरे मरिबाक जाउचंती एही विषय को एपरि कहउचंती मो पृथ्वी ऊर्ध्व को उठा जीवी। हेले एही पद जीशु जहन 3 अध्याय मध्य निकोदेमक सहित कथा हेबा समय रे कहिले। पढ़िबा जहन लिखित सुसमाचार 3 पर्व 14 पद। पुणी मूसा जे प्रकार प्रांतर रे सर्प को ऊर्ध्व को उठाई थिले मनुष्य पुत्र अवश्य सही प्रकार ऊर्ध्व को उठा जीवे। जेपरि जे केही ताहांक ठारे विश्वास करे से अनंत जीवन प्राप्त हुए। एठारे जीशु निकोदेमक सहित पुनर्जन्म विषय रे कथा हेउचंती तांकु बुझाउचंती। ले जीशु कहउचंती मूसा जे प्रकार प्रांतर रे सर्पक माने से पितल सर्पक ऊर्ध्व को उठाई थिले ठीक से परी मनुष्य पुत्र मध्य माने मु मध्य ऊर्ध्व को उठा जीवी। जहन 3:16 आमे माने समस्ते जानिछु ईश्वर जगत को एडे प्रेम कले जे से अपना अद्वितीय पुत्र को दान कले जेपरि जे केही ताहांक ठारे विश्वास करे से विनष्ट न होई अनंत जीवन प्राप्त हुए। एही ईश्वरंकर वाक्य बुझाइबा निमंते जीशु कौन कहउचंती मूसाक द्वारा जेउ पितल सर्प उपरे ऊर्ध्वरे उठागला सेही विषय के जीशु कहउचंती। गणना पुस्तक 21 पर्व रे सेही घटना लेखा हैछि। आमे माने जानिछु आपण पढ़िथिबे जेतेबेले से माने प्रांतर रे जाउथिले ईश्वरंक विरुद्ध रे से माने बचसा करबाक लागिले। आम मानकर रोटी नहीं पीवा पाई पानी नहीं एही लघु अन्न को आमर प्राण घृणा करुछि बोली से माने कहिले। हेले जेउ खाद्य सदा प्रभु स्वर्गर से मानक पठाई थिले प्रतिदिन से मानक जत्न करुथिले ताहाक से माने अवहेला करुचंती घृणा करबाक आरंभ कले। सेतेबेले सदा प्रभु लोकमानक मध्यक बाहक सर्प प्रेरण करन्ते से माने लोकमानक दंशन कले। तोहिरे इस्राएलर अनेक लोक मले। से माने ईश्वरक विरुद्ध रे बचसा कले मान्ना को से माने तुच्छ भाबिले। सेतिपाई सदा प्रभु से मानकर सुरक्षा कले नहीं। हेले से माने प्रांतर रे थिले सबुआडे चारिआडे साप थिला किंतु सदा प्रभु से मानक सुरक्षा करुथिले। जेतेबेले से माने पाप कले से माने सही सुरक्षा ठारू बाहर को आसिले। एबे साप आसिला से मानकर तंबू भितरे मध्य साप आसिला कामुड़िला इस्राएल मानक मध्य रे अनेक मले। एथि निमंते लोक माने मूसाक निकटक आसी कहिले आंभ माने पाप कलु कारण आंभ माने सदा प्रभुंक विषय रे ओ तुम विरुद्ध रे कथा कहिवछु। सदा प्रभुंक निकट रे प्रार्थना कर जेपरि से आंभ मानक निकटरु एही सर्प मानक दूर करिवे। तेनु मूसा लोक मानक निमंते प्रार्थना कले। तेबे सदा प्रभु मूसाक कहिले तुम्भे गोटिए दाहक सर्प निर्माण करी पताका दंड उपरे रख। तोहिरे सर्पध्रष्ट प्रत्येक लोक ताहा प्रति अनाइले बंचिबो। तहु मूसा पितलर एक सर्प निर्माण करी पताका दंड उपरे रखिले। तोहिरे सर्प कौनसी मनुष्य को दंशन कले से सही पितल सर्प प्रति दृष्टिपात करन्ते बंचिला। जेतेबेले साप आसिला कामुड़िला और अनेक लोक माने मले से माने आसी मूसाक निकट रे प्रार्थना करिया पई कहउछंती। हेले मूसा जेतेबेले सदा प्रभुक निकट रे प्रार्थना कले सदा प्रभु सही साप गुड़ाक दूर हो जा बोली कहिले नहीं। सेमानक ठारू दूर हो जा बोली सदा प्रभु गुटे कथा कहिले से माने दूर हो जातांता। नहले सदा प्रभु सबु साप मरी जा बोली कहूथिले से माने समस्ते मरी जाई थांते आउ से माने सफा करथिबे किंतु सदा प्रभु सेही परी किछि करि नाहांती। एठारे से कोन कहउचंती मूसाक पितलर एक साप निर्माण करी ताहा पताका दंड उपरे रखिवा पई कहिले। जेतेबेले आदम हवा पाप कले मनुष्य जेतेबेले पापरे पतित हैला से समय रे मध्य ताहार पाप को सदा प्रभु ताहारू दूर कले नहीं। दूर कले कि आदम ठारू हबांक ठारू मो एही पाप को एही दोष मु दूर करिछि बोली सदा प्रभु जदि कहिथिबे ताहा ठीक से परी होइतांता किंतु सदा प्रभु परमेश्वर
ସେପରି କହିଲେ ନାହିଁ। ହେଲେ ସେ କ'ଣ କଲେ? ସେମାନଙ୍କୁ ଉଦ୍ଧାର କରିବା ପାଇଁ ମୁକ୍ତିର ଯୋଜନା ସେ ଘୋଷଣା କଲେ। ନାରୀଙ୍କର ବଂଶ ଆସିବେ, ସେ ଶୈତାନର ମସ୍ତକ ଆଘାତ କରିବେ ବୋଲି ସେହି ପାପରୁ ଉଦ୍ଧାର ପାଇବା ପାଇଁ ଯେଉଁ ରେମେଡ଼ି ଥିଲା, ଯେଉଁ ଉପାୟ ଥିଲା, ତାହା ଘୋଷଣା କଲେ। ଯଦି ଜଣଙ୍କୁ ସାପ କାମୁଡ଼ିଲେ ସେ କ'ଣ କରିବାର ଅଛି? ସାଙ୍ଗେ ସାଙ୍ଗେ ସେହି ପ୍ରତି ଦୃଷ୍ଟିପାତ କରିବାର ଅଛି। ସେହି ପତାକା ଦଣ୍ଡ ଉପରେ ଯେଉଁ ସାପ ରଖାହେଇଛି, ପିତ୍ତଳର ସାପ, ତାହାକୁ ସେ ଦେଖିବାର ଅଛି। ହେଲେ ଦେଖିଲେ କ'ଣ ହେବ? ଦେଖିଲେ ସେ ବଞ୍ଚିବ। ସେମାନେ ବଞ୍ଚିବା ପାଇଁ, ଏହି ମୃତ୍ୟୁରୁ ବଞ୍ଚିବା ନିମନ୍ତେ ସଦାପ୍ରଭୁ ଏହି ଉପାୟ, ଏହି ରେମେଡ଼ି କରିବା ପାଇଁ କହୁଛନ୍ତି। ହେଲେ ମୋଶା ସଦାପ୍ରଭୁ ଯେପରି କହୁଥିଲେ ଠିକ୍ ସେପରି କଲେ। ପିତ୍ତଳର ଏକ ସର୍ପ ନିର୍ମାଣ କରି ପତାକା ଦଣ୍ଡ ଉପରେ ରଖିଦେଲେ। ଏବେ ସମସ୍ତେ କ'ଣ କରିବାର ଅଛି? କେବଳ ସେହି ସର୍ପକୁ ଅନାଇ ଦେଖିବାର ଅଛି। କିନ୍ତୁ ଏହି ବିଷୟରେ ସଦାପ୍ରଭୁ କେତେଟା ବିଷୟ କରିବା ପାଇଁ କହିଲେ ନାହିଁ। କିଛି ଔଷଧ ଲଗାଇବା ପାଇଁ ସେ କହିଲେ ନାହିଁ, ଏଇ ତେଲ ଲଗାଅ, ଏହି ଗଛରୁ ଏହି ଔଷଧ ତୁମେ ତିଆରି କର, ଏଇଟା ଲଗାଅ ବୋଲି କହିଲେ ନାହିଁ। ପାପରୁ ଜଣେ ମଣିଷ ଉଦ୍ଧାର ପାଇବା ପାଇଁ ମଧ୍ୟ କୌଣସି ବିଷୟ ସେ ବ୍ୟବହାର କରିପାରିବ ନାହିଁ। କେବଳ କଲବରୀ କ୍ରୁଶରେ ଯେଉଁ ଯୀଶୁ ହତ ହେଲେ ତାହାଙ୍କୁ ଅନାଇ ଦେଖିବାର ଅଛି, ତାଙ୍କଠାରେ ବିଶ୍ୱାସ କରିବାର ଅଛି। ଏହି ବିଷୟକୁ ନିକୋଦେମଙ୍କଠାରେ ଯୀଶୁ କହିଲେ। ମୋଶାଙ୍କ ସମୟରେ ଯେପରି ଲୋକମାନେ ସେହି ପିତ୍ତଳର ସର୍ପ ଦେଖିଲେ ଆଉ ବଞ୍ଚିଲେ, ଠିକ୍ ସେହିପରି ଯେଉଁମାନେ ମନୁଷ୍ୟ ପୁତ୍ରଙ୍କୁ କ୍ରୁଶରେ ଚଢ଼ାଯାଇଥିବା, ଉଠାଯାଇଥିବା ଯୀଶୁଙ୍କୁ ଯେଉଁମାନେ ବିଶ୍ୱାସ କରିବେ ସେମାନେ ରକ୍ଷା ପାଇବେ। ସେମାନେ ବିନଷ୍ଟ ହେବେ ନାହିଁ, ଅନନ୍ତ ଜୀବନ ପାଇବେ। କିନ୍ତୁ ଆଜିକାଲି ଆମେ ଦେଖିବାକୁ ପାଉଛୁ ସମସ୍ତ ଧର୍ମ, ଖ୍ରୀଷ୍ଟିଆନ ଧର୍ମରେ ମଧ୍ୟ ତୁମେ ଏହି କାର୍ଯ୍ୟ କର, ତୁମେ ଏଟା କଲେ ମୁକ୍ତି ପାଇବ, ତୁମେ ଏମିତି କଲେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ବୋଲି ଯଦି ଜଣଙ୍କୁ କୁହାଯାଇଛି, ତୁମର ସତ୍କର୍ମ ଦ୍ୱାରା ତୁମେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ, ନହେଲେ ଈଶ୍ୱରଙ୍କ ପାଇଁ ତୁମେ ଏଟା କର ସେଟା କର ବୋଲି ଧର୍ମ କହେ। କିନ୍ତୁ ଈଶ୍ୱର କ'ଣ କହୁଛନ୍ତି? ଯୀଶୁଙ୍କ ଠାରେ ବିଶ୍ୱାସ କର, ସେଥିରେ ତୁମେ ବଞ୍ଚିବ। ଆଉ ସଦାପ୍ରଭୁ ଜଣେ ଆଉ ଜଣଙ୍କୁ ସାହାଯ୍ୟ କର, କିଛି ତୁମେ ସାହାଯ୍ୟ କଲେ ତୁମର ଶରୀରରେ ଯେଉଁ ବିଷ ଅଛି ତାହା ଛାଡ଼ିଯିବ ବୋଲି କହିଲେ ନାହିଁ। ଇସ୍ରାଏଲ ମାନେ ଜଣକୁ ସାପ କାଢ଼ିଲେ ଆଉ ଜଣେ ଏମିତି କର ବୋଲି ତାଙ୍କୁ ଫାଷ୍ଟ ଏଡ୍ କରିବା ପାଇଁ ସଦାପ୍ରଭୁ କିଛି ଶିକ୍ଷା ଦେଲେ ନାହିଁ। ଆମମାନଙ୍କର ଜୀବନରେ ମଧ୍ୟ ଜଣେ ଆଉ ଜଣଙ୍କୁ ସାହାଯ୍ୟ କରିବା ଦ୍ୱାରା, ମାନେ ସତ୍କର୍ମ ପ୍ରତିବାସୀକୁ ପ୍ରେମ କରିବା ଦ୍ୱାରା, ନହେଲେ ଅନ୍ୟମାନଙ୍କ ଜୀବନରେ କିଛି ସାହାଯ୍ୟ କରିବା ଦ୍ୱାରା ଆମେ ଈଶ୍ୱରଙ୍କ ରାଜ୍ୟରେ କେବେ ମଧ୍ୟ ପ୍ରବେଶ କରିହେବ ନାହିଁ। ହେଲେ ଆଜିକାଲି କେତେ ଲୋକମାନେ ଏପରି ମଧ୍ୟ କହୁଛନ୍ତି, ଯଦି ଆମେ ଯୀଶୁଙ୍କ ନାମରେ କିଛି ସାହାଯ୍ୟ କଲେ, ଅନ୍ୟମାନଙ୍କୁ ପ୍ରେମ କଲେ, ତାହା ଦ୍ୱାରା ଆମମାନେ ତାଙ୍କ ରାଜ୍ୟରେ ପ୍ରବେଶ କରିପାରିବ ବୋଲି ଭାବୁଛନ୍ତି। କିନ୍ତୁ କେବଳ କ୍ରୁଶ ଆଉ କ୍ରୁଶରେ ହତ ଯୀଶୁଙ୍କ ଠାରେ ଆମେ ଯେଉଁ ବିଶ୍ୱାସ କରୁଛୁ ତାହା ହିଁ ଆମମାନଙ୍କୁ ଈଶ୍ୱରଙ୍କ ସହିତ ସଂଯୁକ୍ତ କରିବ। ଆଉ ସଦାପ୍ରଭୁ ଇସ୍ରାଏଲ ମାନଙ୍କୁ ସେହି ସାପ ଗୁଡ଼ାକ ସବୁ ମାରି ପକାଅ ବୋଲି କହିଲେ ନାହିଁ। ମୁଁ ତୁମମାନଙ୍କୁ ଶକ୍ତି ଦେବି, ତାହା ଦ୍ୱାରା ତୁମମାନେ ସାପ ସବୁ ମାରିବ। ସେ ଯେପରି ତୁମ ତମ୍ବୁ ନିକଟକୁ ଆସିବ ନାହିଁ, ସେମିତି ତା ସହିତ ଯୁଦ୍ଧ କର ବୋଲି ସଦାପ୍ରଭୁ କହିଲେ ନାହିଁ। ଆଜି ଜଣେ ଶତ୍ରୁ ଶୈତାନର ରାଜ୍ୟରୁ ବାହାର ହୋଇ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ, ମାନେ ସେ ପରିତ୍ରାଣ ପାଇବା ପାଇଁ ସେ ଶୈତାନ ସହିତ ଯୁଦ୍ଧ କରିବାର ଆବଶ୍ୟକ ନାହିଁ। ମୁଁ ଶୈତାନକୁ ବାନ୍ଧୁଛି ବୋଲି କହିବା ଦ୍ୱାରା ଆମ୍ଭମାନଙ୍କର ଆତ୍ମା ପରିତ୍ରାଣ ପାଇବ ନାହିଁ। କେବଳ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆମେ ବିଶ୍ୱାସ କରିବାର ଅଛି। ଇସ୍ରାଏଲ ମାନେ ସେହି ମୃତ୍ୟୁରୁ ବଞ୍ଚିବା ପାଇଁ କେବଳ ସେହି ପିତ୍ତଳର ସାପକୁ ସେମାନେ ଦେଖିବାର ଅଛି, ଅନାଇବାର ଅଛି। ଆଉ ସଦାପ୍ରଭୁ ସେହି ପତାକା ଦଣ୍ଡ ଉପରେ ଯେଉଁ ପିତ୍ତଳର ସର୍ପ ଥିଲା ତାହାକୁ କୌଣସି ଦାନ ଦେବା ପାଇଁ କହିଲେ ନାହିଁ। କୌଣସି ଦାନ ଦେବା ପାଇଁ ନହେଲେ ତାକୁ ମୁଣ୍ଡିଆ ମାରିବା ପାଇଁ, ପୂଜା କରିବା ପାଇଁ ସଦାପ୍ରଭୁ କହିଲେ ନାହିଁ। ଆଜି ଯଦି ଜଣେ ବହୁତ ବଡ଼ କୃଷ କାଠ ରଖିକି ସେଥିରେ ଯୀଶୁଙ୍କର ମୂର୍ତ୍ତି ମଧ୍ୟ ରଖିକି ସେ ତାହାକୁ ପୂଜା କଲେ ମଧ୍ୟ ସେ ଈଶ୍ୱରଙ୍କ ନିକଟକୁ ଆସିପାରିବ ନାହିଁ। ସଦାପ୍ରଭୁ ଆମଠାରୁ କେବଳ ବିଶ୍ୱାସ ଚାହାନ୍ତି।
जीशु ख्रीष्टଙ୍କ ଠାରେ ଯଦି ଆପଣ ବିଶ୍ୱାସ କରୁଛନ୍ତି ହେଲେ ଆପଣ ପରିତ୍ରାଣ ପାଇଛନ୍ତି। ଇସ୍ରାଏଲ ମାନେ ତାପରେ ଅନେକ ବର୍ଷ ପରେ ସେହି ପିତ୍ତଳର ସର୍ପକୁ ପୂଜା କରିବାକୁ ତାକୁ ଆରାଧନା କରିବାକୁ ଲାଗିଲେ, ହେଲେ ତାହା ଈଶ୍ୱରଙ୍କ ଦୃଷ୍ଟିରେ ପାପ ଥିଲା। ଯୀଶୁ କ୍ରୁଶ କାଠରେ ମୃତ୍ୟୁଭୋଗ କଲେ ବୋଲି ଆମେ ତାହା ମାନୁଛୁ, ସେଥିପାଇଁ ଆମେ ସମ୍ମାନ ଦେଉଛୁ, କିନ୍ତୁ କ୍ରୁଶକୁ ଆମେ ପୂଜା କରିବା ଦ୍ୱାରା ପରିତ୍ରାଣ ପାଇପାରିବୁ ନାହିଁ। ଇସ୍ରାଏଲ ମାନେ ବଞ୍ଚିବା ନିମନ୍ତେ ମୋଶାଙ୍କ ନିକଟରେ ପ୍ରାର୍ଥନା କଲେ, ହେଲେ ଯେତେବେଳେ ମୋଶା ପତାକା ଦଣ୍ଡ ଉପରେ ସେହି ପିତ୍ତଳର ସାପ ଉଠାଇଲେ ତାପରେ କେହି ମଧ୍ୟ ମୋଶାଙ୍କୁ ଦେଖିବାର ନାହିଁ। ଯଦି ମୋଶାଙ୍କୁ ଅନାଇ ଦେଖିଲେ ସେମାନେ ମୃତ୍ୟୁରୁ ବଞ୍ଚିପାରିବେ ନାହିଁ। ଏବେ ସେମାନଙ୍କର ଦୃଷ୍ଟି, ସେମାନଙ୍କର ଫୋକସ୍ ସବୁ ସେହି ସାପ ଉପରେ, ଯେଉଁ ପିତ୍ତଳର ସାପ ଉଠାଯାଇଥିଲା ତା ଉପରେ ସେମାନେ ଦେଖିବାର ଅଛି। ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ସୁସମାଚାର ଆପଣଙ୍କୁ କେହି ହେଲେ କହିଥିବେ, ସେମାନେ କହିଲା ପରେ ସୁସମାଚାର ଶୁଣିଲା ପରେ ସେହି ଲୋକଙ୍କୁ ବିଶ୍ୱାସ କରିବା ଦ୍ୱାରା ଆମର ଜୀବନରେ ଲାଭ ନାହିଁ। ଆମେ କ'ଣ କରିବାର ଅଛି? ଏହି ସୁସମାଚାର ଶୁଣିଲା ପରେ ଯୀଶୁଖ୍ରୀଷ୍ଟଙ୍କ ଉପରେ ଆମେ ବିଶ୍ୱାସ କରିବାର ଅଛି। କେବଳ ଯୀଶୁ ହିଁ ଆପଣଙ୍କ ପାଇଁ ଜୀବନ ଦେଇଛନ୍ତି, ସେଥିପାଇଁ କୌଣସି ମନୁଷ୍ୟ ଉପରେ ଆମେ ଦୃଷ୍ଟିପାତ କରିବା ନାହିଁ। ଆଉ ଶେଷରେ ଯେଉଁ ଲୋକକୁ ସାପ କାମୁଡ଼ିଲା ସେ ଲୋକ ଆପଣା ଶରୀରକୁ ସେ ଦେଖିବାର ନାହିଁ। ମୋର ଗୋଡ଼ରେ କାମୁଡ଼ିଛି କି ନା ହାତରେ କାମୁଡ଼ିଛି, କେତେ ହେଇଗଲା, ବିଷ ଉପରେ ଛୋଡ଼ିଛି କି ନାହିଁ, ତାର କ୍ଷତ ଉପରେ ସେ ଦୃଷ୍ଟିପାତ କରିବାର ନାହିଁ। ସେ କେବଳ ପିତ୍ତଳର ସର୍ପକୁ ଦେଖିବାର ଅଛି। ଆଜି ଜଗତରେ ଦେଖିଲେ ଲୋକମାନେ ଯୀଶୁଙ୍କ ଛାଡ଼ି ଆଉ ଅନେକ ବିଷୟକୁ ଅନାଇ ଦେଖୁଛନ୍ତି। ମୋର ପରିତ୍ରାଣ ପାଇବା ପାଇଁ, ପାପରୁ ଉଦ୍ଧାର ପାଇବା ପାଇଁ, ରୋଗରୁ ସୁସ୍ଥତା ପାଇବା ପାଇଁ ଅନେକ ଉପାୟ କରୁଛନ୍ତି, କିନ୍ତୁ ସଦାପ୍ରଭୁ କେବଳ ଯୀଶୁଖ୍ରୀଷ୍ଟଙ୍କୁ ଆମ ନିମନ୍ତେ ଦେଇଛନ୍ତି। ଯେଉଁ ଯୀଶୁ କଲବରୀ କ୍ରୁଶରେ ହତ ହେଲେ, ଆମ୍ଭମାନଙ୍କ ନିମନ୍ତେ ଦଣ୍ଡିତ ହେଲେ, ତାଙ୍କୁ ଯଦି ଆମେ ଦୃଷ୍ଟିପାତ କରିବା, ତାଙ୍କୁ ବିଶ୍ୱାସ କଲେ ଆମେ ପରିତ୍ରାଣ ପାଇହେବ। ସାପ ଅଭିଶାପର ଚିହ୍ନ ଥିଲା। ଆଦି ପୁସ୍ତକ 3:14 ସଦାପ୍ରଭୁ ତାକୁ କହିଲେ, ଏହି କାର୍ଯ୍ୟ କରିବା ହେତୁ ତୁମେ ସମସ୍ତ ଗ୍ରାମ୍ୟ ଓ ବନ୍ୟ ପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ। ତୁମେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜୀବନ ଧୂଳି ଖାଇବ। ସଦାପ୍ରଭୁ ପ୍ରଥମେ ସାପକୁ ଅଭିଶାପ ଦେଲେ, ସେଥିପାଇଁ ସେହି ସାପ ଚିହ୍ନକୁ ପତାକା ଦଣ୍ଡ ଉପରେ ରଖିବା ପାଇଁ ସଦାପ୍ରଭୁ କହିଲେ। ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଶାପଗ୍ରସ୍ତ ହେଲେ। ଗାଲାତୀୟ 3:13 ଏପରି ଲେଖା ହେଇଛି, ଯୀଶୁ ଆମ୍ଭମାନଙ୍କ ନିମନ୍ତେ ଶାପଗ୍ରସ୍ତ ହେଲେ, ଆମ୍ଭମାନେ ଯେପରି ଜୀବନ ପାଇବୁ, ଆମ୍ଭମାନେ ଯେପରି ବଞ୍ଚିବୁ, ଏଥିପାଇଁ ଯୀଶୁ କଲବରୀ କ୍ରୁଶରେ ମୃତ୍ୟୁଭୋଗ କରୁଛନ୍ତି। ଯଦି ଆପଣ ଆଜି ପର୍ଯ୍ୟନ୍ତ ଯୀଶୁଙ୍କୁ ବିଶ୍ୱାସ କରିନାହାନ୍ତି, ହେଲେ ଆଜି ଆପଣଙ୍କ ନିମନ୍ତେ ଶୁଭ ଦିନ ଅଟେ। ଆଜି ସଦାପ୍ରଭୁଙ୍କ ନିକଟକୁ ଆସନ୍ତୁ, ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତୁ, ହେଲେ ଆପଣ ପରିତ୍ରାଣ ପାଇବେ। ଯୀଶୁ ଆମ୍ଭମାନଙ୍କ ନିମନ୍ତେ ଏକ ଗହମ ବୀଜ ପରି ନିଜର ଜୀବନକୁ ମୃତ୍ତିକାରେ ମରିବାକୁ ଦେଲେ, ସେଥିପାଇଁ ଆଜି ଆମ୍ଭମାନେ ବଞ୍ଚୁଛୁ। ଆମ୍ଭମାନଙ୍କର ସତ୍କର୍ମ ଦ୍ୱାରା ନାହିଁ, ଆମ୍ଭମାନଙ୍କର କ୍ରିୟାକର୍ମ ଦ୍ୱାରା ନାହିଁ, ଆମ୍ଭମାନଙ୍କର ଯେକୌଣସି ବିଷୟ ଦ୍ୱାରା ନାହିଁ, କେବଳ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନେ ପରିତ୍ରାଣ ପାଇହେବ। ଏହି ସୁସମାଚାରକୁ ଆମେ କେବେ ପାସରିବା ନାହିଁ। ହେଲେ ଏହି ବିଷୟକୁ ଆଜି ଆମେ ମନେ ରଖିବା, କେବଳ କ୍ରୁଶରେ ହତ ଯୀଶୁ, ତାଙ୍କ ଦ୍ୱାରା ହିଁ ଆମ୍ଭମାନେ ପରିତ୍ରାଣ ପାଇହେବ। କ୍ରୁଶ ମୃତ୍ୟୁର ପ୍ରତୀକ ନୁହେଁ, ତାହା ଜୀବନର ପ୍ରତୀକ ଅଟେ। ଆମ୍ଭମାନଙ୍କୁ କ୍ରୁଶରୁ ହିଁ ଜୀବନ ପାଇଲୁ। ଯୀଶୁ ଯେଉଁ କ୍ରୁଶରେ ଜୀବନ ଦେଲେ, ସେହି କ୍ରୁଶ ଦ୍ୱାରା ହିଁ ଆମ୍ଭମାନେ ଜୀବନ ପାଇଛୁ। ତାହା ମୃତ୍ୟୁର ପ୍ରତୀକ ନୁହେଁ, ତାହା ଜୀବନର ପ୍ରତୀକ ଅଟେ। ଆସନ୍ତୁ ପ୍ରାର୍ଥନା କରିବା। ହେ ଆମମାନଙ୍କର ଦୟାଳୁ ପିତା ପରମେଶ୍ୱର, ତୁମର ପବିତ୍ର ମହାନାମର ଧନ୍ୟବାଦ ଦେଉଛି ବାପା। ଆମ୍ଭମାନଙ୍କର ମୁକ୍ତିଦାତା କ୍ରୁଶରେ ହତ ଯୀଶୁଖ୍ରୀଷ୍ଟଙ୍କ ନାମରେ ତୁମ ନିକଟକୁ ଆମେ ଆସିଅଛୁ ବାପା। ଆଜିର ଏହି ଶୁଭ ଦିନ ପାଇଁ ତୁମକୁ ଧନ୍ୟବାଦ ଦେଉଛି ବାପା। ପ୍ରଭୁ, ଆଜି ଆଉ ଥରେ ତୁମରି କ୍ରୁଶ ବିଷୟରେ ଧ୍ୟାନ କରିବାକୁ, ତୁମରି କ୍ରୁଶର ପ୍ରେମକୁ ଜାଣିବାକୁ ଆମମାନଙ୍କୁ ସୁଯୋଗ ଦେଲ, ସେଥିପାଇଁ ତୁମକୁ ଧନ୍ୟବାଦ ଦେଉଛି ବାପା। ପ୍ରଭୁ, ଆମମାନଙ୍କୁ ତୁମେ ବହୁତ ପ୍ରେମ କରୁଅଛ,
ସେହି ପ୍ରେମ ହେତୁ ପ୍ରଭୁ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଗହମ ବୀଜ ସଦୃଶ ଏହି ଜଗତରେ ତୁମେ ବୁଣିବାକୁ ଦେଲ। ପ୍ରଭୁ ତୁମେ ବୁଣିଲ, ସେଥିପାଇଁ ତୁମକୁ ଧନ୍ୟବାଦ ଦେଉଛୁ ବାପା। ସେହି ବୀଜ ଦ୍ୱାରା ପ୍ରଭୁ ଆଜି ଆମ୍ଭମାନେ ବଞ୍ଚୁଛୁ। ପ୍ରଭୁ ଆମ୍ଭମାନେ ତୁମର ସନ୍ତାନ ହୋଇଛୁ, ସେଥିପାଇଁ ତୁମକୁ ଧନ୍ୟବାଦ ଦେଉଛୁ ବାପା। ପ୍ରଭୁ ଯଦି ଯୀଶୁ ଜୀବନ ଦେଇନଥିଲେ, ପ୍ରଭୁ ସେ ଏକମାତ୍ର ପୁତ୍ର ହୋଇଥିବେ, ସେ ତାହା ଭଲ ପାଉନଥିଲେ। ପ୍ରଭୁ ଆମ୍ଭମାନଙ୍କ ନିମନ୍ତେ ଜୀବନ ଦେଲେ, ତାହା ଦ୍ୱାରା ପ୍ରଭୁ ଆମ୍ଭମାନେ ମଧ୍ୟ ତୁମର ସନ୍ତାନ ହୋଇଛୁ, ସେଥିପାଇଁ ତୁମକୁ ଧନ୍ୟବାଦ ଦେଉଛୁ ବାପା। ପ୍ରଭୁ ଯେମାନେ ଏହି ବାକ୍ୟ ଶୁଣିଅଛନ୍ତି, ମୋ ସହିତ ପ୍ରାର୍ଥନା କରୁଛନ୍ତି, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ପ୍ରଭୁ ଆମମାନେ କେବଳ ଯୀଶୁଙ୍କ ଦ୍ୱାରା, ଯୀଶୁ ଖ୍ରୀଷ୍ଟଙ୍କର ଏହି ବଳି ଦ୍ୱାରା ଆମମାନେ ପରିତ୍ରାଣ ପାଇଛୁ, ତାହା ଆମେ ଯେପରି ପସରିବ ନାହିଁ, ସେଥିପାଇଁ ଆମମାନଙ୍କୁ ତୁମେ ଦୟା କର। ଅନେକ ସମୟରେ ପ୍ରଭୁ ଆମ୍ଭମାନଙ୍କର ସତ୍କର୍ମ ଦ୍ୱାରା ପ୍ରଭୁ ମୁଁ ଭଲ କାର୍ଯ୍ୟ କରୁଛି, ମୁଁ ବାଇବେଲ ପଢ଼ୁଛି, ମୁଁ ପ୍ରାର୍ଥନା କରୁଛୁ, ସେଥିପାଇଁ ସଦାପ୍ରଭୁ ମୋତେ ପ୍ରେମ କରୁଛନ୍ତି ବୋଲି ଆମେ ଉଲ୍ଟା ଭାବୁଛୁ। ପ୍ରଭୁ ଆମମାନଙ୍କର କାର୍ଯ୍ୟ ଦେଖି ନାହିଁ। ପ୍ରଭୁ ଆମମାନେ ଯେତେବେଳେ ପାପୀ ହୋଇଥିଲୁ, ସେ ସମୟରେ ତୁମେ ଆମଠାରେ ପ୍ରେମ କଲ। ପ୍ରଭୁ ଆମ୍ଭମାନଙ୍କ ନିମନ୍ତେ ଯୀଶୁଙ୍କୁ ଦାନ କଲ, ସେଥିପାଇଁ ତୁମକୁ ଧନ୍ୟବାଦ ଦେଉଛୁ ବାପା।